तस्मै श्री गुरवे नमः। शिशु अनंतर महान तीर्थ यही परिवार तीर्थरु समस्त को शुभेच्छा अर्पण करुछि। वर्तमान आम परिवेश संपूर्ण भाव नहेले भी बहु अंशरे तार काया से परिवर्तन हो जाए। लोक माने असह्य ताती बा जंत्रणारे छटपट होउचंती। एसी टीए किनिबा पई समस्तଙ୍କ पाखरे संबल मध्य नाही। जो परिवार रे बाप माँ अछंती एवं तांकर छुआ लुईटी की गोटे जहाँ अच्छी से निजे असह्य गरम रे माने कष्ट पाइकरी मध्य निजर लुगा कानी बा गामुछा ये सब धरी बिंची होउछंती। एथिरे मध्य गरम जाऊ नाही। जीवन रे एमटी गुड़े दृश्य मो आखि आगकू आसीछि। सेटिपई मु गोटे छोट मो मो अनुभूति टाको नेइकिरी गोटे छोट पुस्तिका टी करी। से पुस्तिकाटीर नाम हब मने पड़े। बहुत कथा जीवन रे मने पड़े, अनेक भूल भी जाती। जोटा मने पड़े से कथा भीतर माने बहुत कथा भी अच्छी। गोटे परिवार आश्रम रहिले तांकर झीटी आउ तांकर पुअटी से स्वामी स्त्री ये माने रहिबार उद्देश्य अन्य किछि नाही। केवल टिके गंडे खाइबे, खंडे पिंधिबे, गोटे कोटी कौन जगह देखे मिलले शोइबे एवं आश्रमर कार्य मध्य करिवे। से जेतिके तांको आसुछि ये जो मनोभाव नहीं आसिले मुझे नहीं करी पारे। अच्छा हो रुह से रहिले। संध्या बेले प्रार्थना चली। सी प्रार्थना समय मोर दृष्टि पड़ा से जो बाप माँ पुओ झीटी अत्यंत छोट छोट कहले माने ताको बयस बोधे 4-5 वर्ष हम। सेतबेले प्रचंड शीत राति। यही प्रचंड शीत रात्रि रे कहारी पाखरे चादर खंडे ना। जीए जो लुगा टिकक पिंधिकी आसीछि से गुड़िक तार साथी आउ द्वितीय खंड भी ना। मु लक्ष्य करुए सी पिलाटी माँ कोल अनेक समय मार पणत कानी तले शोई सारिबा परे माँ तांकु छुआटी को बापांक कोल को देला। तांको बापांक कोल सी कौन कले ना सी गोटे
ଚାଦର ନୁହେଁ, ଏ ଯେଉଁ ଶୀତ ଦିନେ ମା' ମାନେ ଯେଉଁ କ'ଣ ସ୍କାର୍ପ ନା କ'ଣ ଏମିତି ଗୋଟେ ତାକୁ କହନ୍ତି, ସେ ତାକୁ ଘୋଡ଼େଇ ହେଇଥିଲେ। ସିଏ ଯୋଉଠୁ କ'ଣ କଲେ, ସେଇ ଚାଦରଟିକୁ ଆଣି ଛୁଆକୁ ଘୋଡ଼େଇ ଦେଲେ ଏବଂ ନିଜେ ବସିକି ପ୍ରାର୍ଥନାରେ ଯୋଗ ଦେଲେ। ଆଉ ମୁଁ ଏଇ କଥା ଦେଖି ମୋର ମନରେ ଗୋଟେ ଗଭୀର ଦୁଃଖ ଜାତ ହେଲା। ମୁଁ ପିଲାଦିନୁ ଶୁଣୁଛି ଭାରତବର୍ଷର ସ୍ୱାଧୀନତା ମୁଁ ଦେଖିନି। ସ୍ୱାଧୀନତା ପରେ ମୋର ଜନ୍ମ। 1947 ମସିହାରେ ଭାରତ ସ୍ୱାଧୀନ ହେଲା, କିନ୍ତୁ ଆମେ ସବୁ ଜନ୍ମ ହେଲୁ 1954 ମସିହାରେ। ସେତେବେଳକୁ କେତେ ଦିନ ଗତ ହେଇଗଲାଣି। ଆଉ ଜନ୍ମ ହେବା ଦିନ ଠାରୁ ଯେତେ ସରକାର, ଯେତେ ପ୍ରତିନିଧି ମାନେ ଇଏ ଭାରତବର୍ଷରେ ଆଗୁଆ ହେଇଥିଲେ, ସମସ୍ତଙ୍କର ଗୋଟିଏ ଆହ୍ୱାନ ଆଗ ଶୁଭେ, ଗରିବୀ ହଟାଅ। ଇଏ କଥାଟି ଯେତେବେଳେ ଆମେ ଶୁଣୁ ଭାରି ଭଲ ଲାଗେ ଯେ ଏଇ ସରକାରଙ୍କୁ ଆମେ ମାନେ ଭୋଟ ଦେବୁ, କାରଣ ଇଏ ଗରିବ ଆଉ କାହାକୁ ରଖିବେନି, ସମସ୍ତଙ୍କୁ ମାନେ ସହାୟ ହେବେ। ତାପରେ ମନ ଭିତରେ ଆସିଲା ଏସବୁ ପ୍ରହେଳିକା, ବାକ୍ଚାତୁରୀର ପ୍ରଳାପ। ଯେମିତି ଗୋଟାଏ ଶୈତାନର ଗୋଟାଏ ପ୍ରଳାପ ରହିଛି, କି ଗୋଟେ ପାଗଳାର ଯେମିତି ଗୋଟେ ପ୍ରଳାପ ରହିଛି, ଏମାନେ ସେଇଆ। ଭୋଟ ଖଣ୍ଡେ ଆମଠୁ ନେବେ ବୋଲି ଏମାନେ ଏମିତି କହୁଛନ୍ତି ଯେ ଆମେ ଗରିବ ହଟେଇବୁ। କୋଉଠି କୋଉ ଗରିବ ହଟିଛନ୍ତି? ସେଇ ଗରିବଟିକୁ ମୁଁ ପଚାରିଲି, ମୁଁ କହିଲି ନନା, ତୁମେ ତମର କ'ଣ ସବୁ ନେଇକି ଯାଇଛ ପିନ୍ଧିବା ପାଇଁ, ଶୋଇବା ପାଇଁ? ସେ ସବୁ କହିଲେ, ନା ଆମେ ଗୋଟିଏ ମଠରେ ଥିଲୁ, ଆମକୁ ସେଠି ମନା କଲେ ରହିବା ପାଇଁ। ମୁଁ ସେଠି ବହୁତ ଦିନ ରହିଲି, ବର୍ଷେ 2 ବର୍ଷ। ଥରେ ଆମେ ଯୋଉଠି ବସିଥିଲୁ ସେଇଠି ଉଠି ପଳେଇ ଯାଇଛୁ, ଆଉ ଅଛି କ'ଣ? ରାତିରେ କେମିତି ଶୋଇବ? ସେ କିଛି କହିଲେନି, କେବଳ ଆଖିରୁ ଲୁହ ଟିକେ ଗଡ଼ି ଆସିଲା ଏବଂ ଏତିକି କହିଲେ, ସେ ଅନନ୍ତଙ୍କ ଇଚ୍ଛା, ଆପଣଙ୍କ ଇଚ୍ଛା। ତାପରେ ସେତେବେଳେ ଯେ ଆଶ୍ରମରେ ଦାୟିତ୍ୱରେ ଥିଲେ, ମୁଁ ତାଙ୍କୁ ସାଙ୍ଗେ ସାଙ୍ଗେ ଡାକିକିରି କହିଲି, ଏ ମା, ପୁଅ, ଝିଅ ସମସ୍ତଙ୍କୁ ଖଣ୍ଡେ ଖଣ୍ଡେ ଚାଦର ଦିଅ। ସେ ଚାଦର ହଉ, କମଳ ହଉ, ଗାମୁଛା ହଉ, ଖଣ୍ଡେ ଦିଅ। ସେ ଆଗେ ରାତିରେ ଶୋଇ ସାରନ୍ତୁ। ପ୍ରକୃତରେ ସେ ଯେତେବେଳେ ସେ ଚାଦର, କମଳ, ଗାମୁଛା ଏସବୁ ପାଇଲେ, ମୋତେ ଲାଗୁଥାଏ ସେମାନେ ଯେଭଳି ବର୍ତ୍ତମାନ ଦିବ୍ୟାଲୋକରେ ଅଛନ୍ତି, ସେମାନେ ବର୍ତ୍ତମାନ ନିଜ ଜୀବନକୁ କୃତାର୍ଥ ମନେ କରୁଛନ୍ତି। ଆଜି ରାତିରେ ଯାହା ଆମର ଆଶ୍ରମରେ ହେଇଥିବ, ସେକୁ ଟିକେ ଖାଇ ସେ ଆଜି ଆନନ୍ଦରେ ଶୋଇବେ। ଏବଂ ସିଏ ଯେତେବେଳେ ଶୋଇଲେ, ସେତେବେଳେ ଆଶ୍ରମରେ ଏତେ ଘର ନଥିଲା, ଯେତିକି ଜାଗା ଥିଲା ସେ ଶୋଇଲେ। ମୁଁ ସେତେବେଳେ ଖଡ଼ମ ମଡ଼ଉଥିଲି। ସେ ଖଡ଼ମକୁ ଥୋଇ ଦେଇ ମୁଁ ଚୁପ୍ ଚୁପ୍ ଚୋରଙ୍କ ଭଳିଆ
ମୁଁ ଯାଇକିରି ସେଇ ଘର ପାଖକୁ ଯାଇକିରି କାନ ପାରିଲି ଯେ କ'ଣ କଥାବାର୍ତ୍ତା ହେଉଛନ୍ତି ବା କ'ଣ ମାନେ ମୋର ଅନୁଭବ ହେଲା ସେମାନେ ଖୁସିରେ ଅଛନ୍ତି। ତେଣୁ ଆପଣମାନେ ଏତିକି ଜାଣିବା ଦରକାର, ଜଗନ୍ନାଥଙ୍କ କ୍ଷେତ୍ରରେ ଆମେ ଦର୍ଶନ କରୁଛୁ, ଆମ ଆଗରେ କିଛି ଲୋକ ଦର୍ଶନ କରୁଛନ୍ତି। ଗୁଣ୍ଡିଚା ବାଡ଼ିରେ ଗୋଟିଏ ଲୋକ ମଇଳା ଲୁଗା ପିନ୍ଧିଛି, ମଇଳା ଗାମୁଛା ଖଟେ କାନ୍ଧରେ ପକେଇଛି, ଯେଉଁ ଗେଞ୍ଜିଟା ପିନ୍ଧିଛି ସେ ଗେଞ୍ଜିର ଦି ପାଖରୁ ଚିରି ଯାଇଛି, ତେଲିଆ ତେଲିଆ ଟିକେ ଗନ୍ଧ ହେଉଛି, ସୋରିଷ ତେଲ କି କ'ଣ। ବଳିଆ ଯେତେବେଳେ ବଳଦେବ ପ୍ରଭୁଙ୍କୁ ଯେତେବେଳେ ଆଗ ଦର୍ଶନ କରି ଟିକେ କ'ଣ ଆମେ ତ ଏତେ କଥା ଜାଣିନୁ, ଯାହା ଟିକେ ଗାଇଲୁ, ସେତେବେଳେ ସିଏ କହୁଛି, ହାତ ଟେକିକିରି କହୁଛି, ମଣିମା ମଣିମା ମୋ ଗୁହାରି ଟିକେ ଶୁଣ, ମୋତେ ସବୁଦିନେ ଏମିତି ଗରିବ କରି ରଖ। ମୋ ଶୋଳ୍କ ପଡ଼ାଟା ସେଇଠୁ ଅଧା ହେଇଗଲା। ବୋଲେ କ'ଣ ଇଏ କହୁଛି ମୋତେ ଗରିବ କରି ରଖ? ସମସ୍ତେ ଠାକୁରଙ୍କ ପାଖକୁ ଆସିଛନ୍ତି, ବଡ଼ ଲୋକ ହେବେ କି ଗୋଟା ପ୍ରତିଷ୍ଠିତ ଲୋକ ହେବେ, ଇଏ କ'ଣ କହିଲାଣି ମୋତେ ଗରିବ ଲୋକ? ମୁଁ ଗରିବ ହେଇକିରି ଥିଲେ ସବୁଦିନେ ତମକୁ ଦର୍ଶନ କରିବାକୁ ଆସିବାକୁ ଇଚ୍ଛା ହେବ ଏବଂ ମୁଁ ଦର୍ଶନ କରିପାରିବି ଏବଂ ମୋ କଥା ମୁଁ କହିପାରିବି। ଯଦି ବଡ଼ ଲୋକ ହେଇଯିବି, ଅର୍ଥ ହେଇଯିବ, ତାହେଲେ ମୁଁ ହୁଏତ ନ ଆସିପାରେ। ମୋ ପ୍ରାର୍ଥନାଟି ତା ପ୍ରାର୍ଥନା ଭିତରେ ସରିଗଲା। ବୋଲେ ଆଉ କାହିଁ ମୁଁ ପ୍ରାର୍ଥନା କରିବି? ଇଏ ତ କହୁଛି ଗରିବ ହେବା ଦରକାର, ମୁଁ କାହିଁ କହିବାକୁ ଯିବି ମୋର ବଡ଼ ଲୋକ ହେବି? ଏ ରହିଲେ ସିନା କହିବି, ଚାଲିଗଲେ ଗଲା ଆଉ। ତେଣୁ লিভি লিভি আসে জীবন প্রদীপ সরি সরি আসে আয়ু, ଏ ମୋର ସଂସାର ବିଦାୟ ପୂର୍ବରୁ ଏତିକି ଚନ୍ଦ କଥା। କଥା ପଦେ ଆଜି ବି ମନେ ପଡ଼ୁଛି। କେତେ ମହାନ କଥା। ଆମେ ତ ବହୁତ ମାନେ ଆମ ମାନେ ବହୁତ ଶ୍ଳୋକ, ବହୁତ ସାହିତ୍ୟ, ବହୁତ ମାନେ ଅଳଙ୍କାର ସବୁ ଆମେ ପଢ଼ୁଛୁ, ତଥାପି ସେ ସରୁନି। କିନ୍ତୁ ସେ ଶ୍ଳୋକ ଆମେ ପଢ଼ୁଛୁ, ଆମର ବିଶ୍ୱାସ ଅଛି ଏ ଶ୍ଳୋକର ଅର୍ଥଟା ଜଗନ୍ନାଥ ନିଶ୍ଚୟ ବୁଝିବେ କି ଆମର ଇଷ୍ଟଦେବ ବୁଝିବେ। ମୋତେ କାହିଁକି ଲାଗେ ଇଏ ଶ୍ଳୋକର ଅର୍ଥ ଜମା ଜଗନ୍ନାଥ ଶୁଣୁନାହାନ୍ତି, ସେଇଥିପାଇଁ ତାଙ୍କ କାନ ବୋଧେ ନାହିଁ। ସିଏ ଶୁଣନ୍ତି ଗରିବର ଡାକ, ସେଥିପାଇଁ ତାଙ୍କ ନାଁ ହେଉଛି ଦୀନବନ୍ଧୁ। କୌଣସି ଜାଗାରେ ତ ଆମେ ଦେଖିନୁ ସେ ଧନୀ ବନ୍ଧୁ ବୋଲି ନାଁ ତାଙ୍କର କୋଉଠି ନାହିଁ, ଲୋକବନ୍ଧୁ ବୋଲି କେହି କହନ୍ତି। କିନ୍ତୁ ଦୀନବନ୍ଧୁ ସେ ପ୍ରକୃତରେ ଦୀନ ମଣିଷର ବନ୍ଧୁ। ବିଦୁର ଘରେ ଚାଉଳ ନାହିଁ, ଅଟା ନାହିଁ, ପନିକି ନାହିଁ, ଛୁରୀ ନାହିଁ, ପରିବା ନାହିଁ କି ରୋଷେଇ ନାହିଁ। ତାରି ଘରେ ଦ୍ୱାରିକାଧିପତି ସମ୍ରାଟ ଭଗବାନ କୃଷ୍ଣ ଅତିଥି ହେଲେ, ତାରି ଖାଦ୍ୟ ଖାଇଲେ।
ସେ ଖାଇଛନ୍ତି କି ନ ଖାଇଛନ୍ତି ଆମେ ବି ଦେଖିନୁ, ବହିରେ ଲେଖା ହେଇଛି ଶୁଣୁଛୁ। ଯଦି ବି ସେ ଖାଇ ନଥିବେ ଗୋଟା କିଏ ମିଛରେ ଲେଖିଦେଇଥିବ, ସିଏ ଗପଟା ଆମକୁ କ'ଣ ଶିଖଉଛି? ସେ ଗପଟା ତ ଆମକୁ ଶିକ୍ଷା ଦେଉଛି ନା। ସେ ସତ ହେଇପାରେ, ମିଛ ହେଇପାରେ, ସେଥିରୁ ଆମକୁ କ'ଣ ମିଳିବ? ଯେଉଁଠି ଶ୍ରଦ୍ଧା, ଯେଉଁଠି ଆକର୍ଷଣ, ଯେଉଁଠି ଭଲ ପାଇବା ରହିଛି, ସେଠି ସବୁ କଥା ଠିକ୍ ସମୟରେ ଆସିକିରି ମିଳିବ। ତେଣୁ ସଜ୍ଜନ, ଏଇସବୁ କଥା କହିବାର ଉଦ୍ଦେଶ୍ୟ ହେଉଛି, ଆଜି ମଣିଷ ନିଜକୁ ଗରିବ ବୋଲି କହିବା ପାଇଁ ସେ ଇଚ୍ଛା କରୁନି, ତାକୁ ଲାଜ ମାଡ଼ୁଛି। ମୁଁ ଜଣେ ଗରିବ ଏ କଥା କହିବା ପାଇଁ ତାକୁ ଲାଜ ମାଡ଼ୁଛି। ତାକୁ ଯଦି ବାବୁ କହିବ ସେ ଭାରି ଖୁସି ହେଉଛି ଯେ ମୁଁ ଜଣେ ବାବୁ। କିନ୍ତୁ ପ୍ରକୃତରେ ଯେଉଁଠି ବାବା ଶବ୍ଦ ଅଛି, ଲୋକ ତମକୁ ଦେଖିଲେ କହୁଛନ୍ତି ବାବା, ବହୁତ ବଢ଼ିଆ ଲୋକ। ଆଉ ଯେଉଁଠି ବୁଦ୍ଧି ରୂପକ ରତ୍ନ ଅଛି, ସେଇମାନେ ପ୍ରକୃତରେ ବାବୁ। ଯେଉଁଠି ବୁଦ୍ଧି ନାହିଁ କି ପ୍ରଶଂସା ନାହିଁ, ସେ ବାବୁ କେମିତି ହେବେ? ସେ ବାବୁ ହେଇଥିଲେ ବି ତାଙ୍କୁ କେହି ବାବୁ ଡାକିବେନି। ତେଣୁ ଆଜିର ସୃଷ୍ଟିରେ ଜ୍ଞାନର ଅଭାବ ନାହିଁ, କର୍ମର ବି ଅଭାବ ନାହିଁ, ଦୋକାନ ବଜାରର ଅଭାବ ନାହିଁ। କିନ୍ତୁ ଅଭାବ ଅଛି ଉଦାରତାରେ। ଉଦାରତା ଅଭ୍ୟାସ ଅଛି, ତାର ଆବଶ୍ୟକ ଅଛି। ସେ ଅନ୍ୟକୁ ହାତ ଅଙ୍ଗୁଠି ଦେଖେଇ ବହୁତ କଥା କହିପାରୁଛି। ତା ମିଛ କଥାଟାକୁ ସିଏ ମଧ୍ୟ ତାକୁ ସତ ଭଳିଆ ବର୍ଣ୍ଣନା କରିପାରୁଛି। କିନ୍ତୁ ସେ ଭାବୁନେଇ ମୁଁ ଆଉ 5-10 ବର୍ଷ ମାତ୍ର ବଞ୍ଚିବି। ଆଉ କେତେ ବର୍ଷ ବଞ୍ଚିବି? ମୁଁ ଆଉ ବଞ୍ଚି ଆଉ 5-10 ବର୍ଷ ବଞ୍ଚିବି। ଇଏ 5-10 ବର୍ଷଟି ବଞ୍ଚିବା ପାଇଁ ମୁଁ କ'ଣ ଏତେ ଅଯୋଗ୍ୟ ଭଗବାନଙ୍କ ସୃଷ୍ଟିରେ ଯେ ମୋର ମନ, ଜ୍ଞାନ, ଧ୍ୟାନ ସବୁ ମିଛରେ ପରିଣତ ହୋଇଯାଉଛି? ଏ ଦୁନିଆରେ ମିଛ ସବୁଠାରୁ ପାପ। ସତ୍ୟରେ ସୂର୍ଯ୍ୟ ଉଦିତ ହୁଅନ୍ତି, ସତ୍ୟ ପାଇଁ ଚନ୍ଦ୍ରମା ଉଦିତ ହୁଅନ୍ତି, ସତ୍ୟ ପାଇଁ ପବନ ବହେ, ସତ୍ୟ ପାଇଁ ସମୁଦ୍ରରେ ଲହଡ଼ି ଆସେ, ସତ୍ୟ ପାଇଁ ବସନ୍ତ ଋତୁ ଆସେ, ସତ୍ୟ ପାଇଁ କାଉ, କୋଇଲି ପଶୁ ପକ୍ଷୀ ସମସ୍ତେ ଟିକେ ଅଳ୍ପ ବହୁତେ ଖାଇକିରି ବଞ୍ଚନ୍ତି। ଯେଉଁମାନେ ଖାଆନ୍ତି ନାହିଁ ବା ଖାଇବାକୁ ପାଉନାହାନ୍ତି, ମାଗିଲେ ବି ତାଙ୍କୁ ଦଉନାହାନ୍ତି, ସିଏ ଲୋକ ପାଇଁ ତୁମେ ସିନା ବ୍ୟସ୍ତ ହବ, କିନ୍ତୁ କିଛି ନା କିଛି ଭୁଲ ତା ଜୀବନରେ ରହିଛି। ତେଣୁ ଏ ଆଶ୍ରମଟି 56-57 ବର୍ଷର ଆଶ୍ରମ। କିନ୍ତୁ ଗୋଟିଏ କଥା ଯଦି ଆମେ ମାଗିଛୁ, ସେ ମାଗୁଣିଟା ହେଉଛି ଏଠୁ ଅତିଥି ଫେରିବେ ନାହିଁ। ଅଳ୍ପ ହଉ ବେଶୀ ହଉ ଟିକେ ଖାଇବେ। ଆଜି ପର୍ଯ୍ୟନ୍ତ ମଧ୍ୟ କୋଉଠି କେମିତି ଗୋଟା କ'ଣ କେତେବେଳେ ହେଇଥିବ, କିଏ ଫେରି ଯାଇଥିବ, କିନ୍ତୁ ଟିକେ ପ୍ରସାଦ ସେମାନେ ପାଉଛନ୍ତି।
ଆମେ ତ କାହା ପାଇଁ କିଛି କରିପାରିବାନି। କାହାର ଦେହ ଅସୁସ୍ଥ ହେଲେ ତାଙ୍କ ପାଇଁ ଆମେ ଟିକେ ପ୍ରାର୍ଥନା କରୁଛୁ। ଏଇଠି ଜଣେ ମା ବସିଥିଲେ, ତାଙ୍କ ପୁଅ ୟୁକ୍ରେନରେ ଡକ୍ଟରେଟ୍ ମାନେ ଡକ୍ଟର ପାଠ ପଢ଼ିବାକୁ ଯାଇଥିଲେ। ଯେତେବେଳେ ରୁଷିଆ ଆଉ ୟୁକ୍ରେନର ପ୍ରଚଣ୍ଡ ଯୁଦ୍ଧ, ତାଙ୍କର ଘରର ଗୋଟିଏ ବୋଲି ପୁଅ, ସେ ବଙ୍କର ଭିତରେ ରହିଲେ। ଟିକେ ଫାଙ୍କା ପାଇଲେ ଯାଇକିରି କୋଉ ଟିଫିନିକାରୀରୁ କ'ଣ ଟିକେ ଆଣିକିରି ଖାଇବେ। ବଙ୍କର ଭିତରେ ବି ଦିନେ ଓଳିଏ ରହିନାହାନ୍ତି, କେତେ ଦିନ ରହିଛନ୍ତି। କିନ୍ତୁ ବଙ୍କର ଭିତରେ ସେ ଥିଲେ ଯେତିକି ଦିନ, ଫୋନରେ ମୁଁ ତାଙ୍କୁ ସାହସ ଦେବା ଉଦ୍ଦେଶ୍ୟରେ ମୁଁ ତାଠାରୁ ଅଧିକ କଥା କହିଛି। କେମିତି ଅଛୁ, କ'ଣ ଆଜି ଖାଇଲୁ, କେମିତି ଇଲେକ୍ଟ୍ରି ନାହିଁ, କେମିତି ଚାଲିଲୁ, ଏଇସବୁ କଥା। ଶେଷରେ ୟୁକ୍ରେନର ନିର୍ଦ୍ଦେଶ ହେଲା ବଙ୍କର ଛାଡ଼, ନା ରୁଷିଆ ବମ୍ ପକେଇବ। ଏସବୁ ବଙ୍କର ଛାଡ଼ି ଚାଲିଲେ। ଆଉ ଆପଣ ଦେଖନ୍ତୁ, ମୁକ୍ତ ଆକାଶ ତଳେ ଇଏ ଯେତେବେଳେ ଯାଉଛନ୍ତି, ମୋର ସେତେବେଳେ ପ୍ରୋଗ୍ରାମ, ମୁଁ ରାସ୍ତାଘାଟରେ ଯାଉଛି, ତଥାପି ମଧ୍ୟ ମୋର ସେଇ ପିଲା ପ୍ରତି ମୋର ମନୋବୃତ୍ତିଟା ଏଭଳି ଭାବରେ ଥାଏ। ଫୋନ୍ କଲ, ସେ କେଉଁଠି ଅଛି। ସେ ଯୋଉଠୁ କହିଲା ଯେ ଆମେ ଯାଉଛୁ କ'ଣ ଗୋଟେ ବସ୍କୁ କି ଟ୍ରେନକୁ, କ'ଣ ଏମିତି ଗୋଟେ କହିଲା, କିନ୍ତୁ ଆମ ଆଗରେ ବମ୍ ପଡ଼ୁଛି, ଆମ ପଛରେ ପଡ଼ୁଛି। ଆଉ ମୁଁ କେବଳ ଗୁରୁମନ୍ତ୍ର ସ୍ମରଣ କରି, ଆମେ ତ ସବୁ ଗୁରୁମନ୍ତ୍ର ନେଇକରି ଅନେକ ଗୁରୁମନ୍ତ୍ରକୁ ମଧ୍ୟ ଭୁଲି ସାରିଲେଣି। ଗୁରୁମନ୍ତ୍ରକୁ ମଧ୍ୟ ମନେ ରଖିବା ପାଇଁ ଏମାନଙ୍କ ପାଖରେ ସାହସ ନାହିଁ। ସେ ପିଲା ଲୋକ ଗୁରୁମନ୍ତ୍ର ପଢ଼ିକିରି ଆଗରେ ତା ଆଗରେ ବମ୍, ପଛରେ ବମ୍। କେମିତି ଆସିବୁ, ଓଡ଼ିଶା ପଳେଇବା। ସେଇ ଗୁରୁମନ୍ତ୍ରକୁ ସ୍ମରଣ କରି ତାର ମା, ଯିଏ ତାକୁ ଜନ୍ମ ଦେଇଛି, ତା ବାପା ବି ଅଛନ୍ତି, ସିଏ ତାକୁ କେବଳ ଗୋଟିଏ ଉପଦେଶ ଦିଅନ୍ତି, ତୁ ଜମା ଡର ନା, ତୋ ପଛରେ ବାବା ଅଛନ୍ତି, ତୁ ବାବାଙ୍କର ମନ୍ତ୍ର ସ୍ମରଣ କରି କରି ଆ। ସତକୁ ସତ ସିଏ କ'ଣ କେମିତି, ମୁଁ ତା ମନେ ନାହିଁ, ସେ ମାନେ ପ୍ଲେନ୍, ହଁ ଆମ ଭାରତ ସରକାର ତ ତାଙ୍କୁ ପ୍ଲେନ୍ରେ ଆଣିଲେ। ଆଉ ଯାହା ହଉ ସିଏ ରକ୍ଷା ପାଇଗଲା। ତା ଦେହରେ କିଏ ଖଣ୍ଡିଆ ହେଲା, କିଏ ହେଲା, କିନ୍ତୁ ତା ଦେହରେ କୋଉଠିକି ଛୁଞ୍ଚିଟିଏ ବି ଆଘାତ ହେଇନି। ତାପରେ ତାର ଏତେ ଗୁରୁମନ୍ତ୍ର ଉପରେ ସାହସ ରହିଲା, ଯେତିକି ଦିନ ସେ ୟୁକ୍ରେନରେ ପାଠ ତାର ବାକି ଥିଲା, ତାକୁ ପୁଣି ପୂର୍ଣ୍ଣ କରିବା ପାଇଁ ପୁଣି ଆଉ ଥରେ ରୁଷିଆ ଗଲା। ଅବଶ୍ୟ ଆମକୁ ଟିକେ ଡର ମାରୁଥାଏ, ତଥାପି ସେ ଗଲେ। ରୁଷିଆକୁ ଦିନେ ଫୋନ୍ କଲାକୁ, ସେଦିନ ସରସ୍ୱତୀ ପୂଜା ହେଇଥାଏ। ମୁଁ କହିଲି, ବାବୁ ତୁ କେମିତି ଅଛୁ? ନା ବାବୁ ମୁଁ ବହୁତ ଭଲ ଅଛି, ଏଠି କେତେ ଗଣ୍ଡଗୋଳ ଫଣ୍ଡଗୋଳ ନାହିଁ। ତୁ ଏଠି କ'ଣ କରୁଛୁ? ନା ଆଜି ସରସ୍ୱତୀ ପୂଜା, ଏଠି ଭୋଗ ସବୁ ହେଉଛି। ସବୁ ଦେଖେଇ ଦେଲା ମୋତେ ସେ ଫୋନରେ। ଏଇ ଦେଖନ୍ତୁ, କ୍ଷୀରି, ପୁରୀ, ତରକାରୀ। ତେଣୁ ମୁଁ କହିଲି, ଯାଅ, ସେ ସରସ୍ୱତୀଙ୍କ ଦୟାରୁ ଅତି ଶୀଘ୍ର ଓଡ଼ିଶା ମାଟିକି ସେବା କରିବା ପାଇଁ ଆଗେଇ ଆସ। ଆମର ଓଡ଼ିଶା ବିଶାଳ ହେଇକା ଯାଉଛି, ସେବା କମି ଯାଉଛି। ତେଣୁ ଆଜି ଓଡ଼ିଶାରେ ଆସି ପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ରରେ ସେ ସେବକଟିଏ ହେଇ ଡାକ୍ତରଖାନାରେ ସେବା କରୁଛି। ତେଣୁ ଗୁରୁ ମନ୍ତ୍ରର ମହିମା, ଇଷ୍ଟଙ୍କର ମହିମା, ଆକୁ ଯେଉଁମାନେ ବୁଝିବେ ସେ ସିନା ବୁଝିବେ, ଆଉ ଯିଏ ବୁଝି ନାହାନ୍ତି
ଯେ ଅନେକ ଲୋକ ଅଛନ୍ତି ଆମେ ଦୀକ୍ଷା ନେବୁ ଆମେ ଦୀକ୍ଷା ନେବୁ ଆମେ ଦୀକ୍ଷା ନେବୁ ଆମେ ଦୀକ୍ଷା ନେବୁ। ନିଅ, କ'ଣ ଦୀକ୍ଷା ନେବା କଥା ନିଅ। ତାପରେ କିଛି ଲୋକ କହେ ଦୀକ୍ଷାଟା ଦେଇଥିଲେ ଭୁଲିଗଲି, ସେ କାଗଜଟା ଟିକେ ହଜିଗଲା, ଆଉ ଟିକେ ଦିଅନ୍ତୁ। ଏଇ ହେଉଛି ଆମର। ଗୋଟେ ବାବାଜୀଙ୍କି ଦୀକ୍ଷା ଦେଲି, ବାବାଜୀ ବି ହେଲା, ବହୁତ ଜ୍ଞାନୀ ମାର୍ଗର ହେଲା, ବହୁତ ଜ୍ଞାନ ବି କହିଲା। ଆମେ ଭାରି ଖୁସି ହେଲୁ, ଗୋଟେ ଯୋଗ୍ୟ ପୁତ୍ର ପାଇଲୁ। ତାର କିଛି ଦିନ ପରେ କହିଲା ବାବା ମୋତେ ଏଇ ମନ୍ତ୍ରଟା କାନରେ ଦିଅନ୍ତୁ। ମୁଁ କହିଲି ଆରେ 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 ଇଏ ଯେଉଁ ମନ୍ତ୍ରଟା ମୁଁ ଦେଇଥିଲି ସେ ମନ୍ତ୍ରଟା ଆଉ କାମ କଲାନି, ଆଉ ଏଇ ଗୋଟା କାମ କରିବ। ହଉ ତା ଯଦି ଗୋଟେ ଇଚ୍ଛା ହେଉଛି ଆଉ ଦେଇଦେବା ଆଉ କ'ଣ। ଆଉ ସେ ମନ୍ତ୍ରଟି କାନରେ ଦେଇଦେଲି। ଆଜି ବି ସେ ଅଛି, ଯୋଉଠି ଅଛି ସେଇଠି ଅଛି। ଗୁରୁ କୃପା ଯାର ନାହିଁ, ବଞ୍ଚିବା ବୃଥା ଅଟଇ। ଗୁରୁ କୃପା ପ୍ରାପ୍ତି ପାଇଁ ଲାଗି ପଡ଼ ସଦା ଭାଇ। ଆଜି ତମେ ଯୋଉଠି ଅଛ ସେଇଠି, କିନ୍ତୁ ସେ ମନ୍ତ୍ରର ଶକ୍ତି କାହିଁ? ସେ ମନ୍ତ୍ର ବି ତମ ପାଖରେ ଥିବ, ଏ ମନ୍ତ୍ର ବି ଥିବ, କିନ୍ତୁ ଦି ନାବରେ ଗୋଡ଼ ଦେଇକରି ସେଥିରେ ମଝିରେ ପଡ଼ିବା କଥା। ତେଣୁ କେତେବେଳେ ଜୀବନରେ ଦୁଇଟା ଜିନିଷକୁ କେତେବେଳେ ମନ କରିବ। ଜଣଙ୍କୁ ତମେ ଗୁରୁ କଲ, 5 ଜଣ ସାଧୁଙ୍କ ପାଖକୁ ଯାଅ, ତାଙ୍କ ସତ୍ସଙ୍ଗ ଶୁଣ, ତାଙ୍କ ବହି ପଢ଼, ତାଙ୍କ ଫଟୋରେ ଫୁଲ ଦିଅ, ସେ ସବୁ ଭୁଲ ଜମା ନୁହଁ। କିନ୍ତୁ ଭୁଲ ହେଉଛି ଆକୁ ଛାଡ଼ି ତାକୁ, ତାକୁ ଛାଡ଼ି ତାକୁ, ତାକୁ ଛାଡ଼ି ତାକୁ। ଗୋଟିଏ ପିଲାକୁ ଅତି ଭଦ୍ର ପିଲା ବୋଲି ଭାବି ତାକୁ ବଳିଆ ନିଜେ ବାହାଘର କରିଥିଲା। ବାହାଘର ଖୁବ୍ ଧୁମଧାମରେ ହେଇଗଲା। ବାହାଘର ସଇଲା, ବର୍ଷେ ଖଣ୍ଡେ ଭଲରେ ରହିଲେ, 2 ବର୍ଷ ଖଣ୍ଡେ ରହିଛନ୍ତି କି ଭଲରେ କ'ଣ। ପୁରା ଚପଲ ମୋତେ କିଣିକିରି ଦେଇଥିଲା, ସେଇଟା କେଉଁ ଜାଗାରେ ଦେଇଥିଲା, ମାଦ୍ରାସରେ। ସେ ଚପଲଟା କୁଆଡ଼େ ଉଭାନ ହେଇଗଲା। ତା ଚପଲ ତ ପିନ୍ଧିବାର ମୋର ନାହିଁ, ମୁଁ କାହିଁ ଚପଲ ଠାକୁର ନେଇଗଲେ। ଆଉ ସେଇ ଲୋକ, ସେଇ ପିଲା, ସିଏ ପୁଣି ଆଉ ଗୋଟିଏ ବାହା ହେଲା। ପୁଣି କିଛି ଦିନ ପରେ ପୁଣି କାଳେ ଆଉ ଗୋଟିଏ ବାହା ହେଇନି, ଆଉ ଗୋଟିଏ ଆଣିକି ରଖିଲା। ପୁଣି ତାପରେ ସେଇ ଯେଉଁ ପ୍ରଥମ ସ୍ତ୍ରୀଟିକୁ ତାକୁ ଜବରଦସ୍ତି ଛାଡ଼ପତ୍ର ଦେଇ ତାକୁ ବିଦା କଲା। ପୁରା ସୁନ୍ଦରିଆ ସ୍ତ୍ରୀଟିଏ ପାଇଲା, ତେଣୁ ବିଦା କରିଦେଲା। ବିଦାୟ ଦେଲ, ଏଠି ବି ବିବାହ ହେଇଥିଲ ଝିଅଟିଏ ପାଇଲ କି ପୁଅଟିଏ ପାଇଲ, ସେଠି ବି ସେୟା ପାଇଲ, ବିଦା କଲ କାହିଁକି? ସେ କ'ଣ ଖରାପ କଲା? ବର୍ତ୍ତମାନ କହୁଛନ୍ତି ମୋର ଭୁଲ ହେଇଗଲା, ସେ ଡାଇଭର୍ସ ପେପରକୁ ଚିରି ଦିଅ, ପୁଣି ମୋ ପାଖକୁ ଆସ। ମୁଁ କହିଲି ତମକୁ ବିଶ୍ୱାସ କ'ଣ? ସିଏ ଲୋକକୁ ବିଶ୍ୱାସ କ'ଣ? ସେ ଯଦି ତମକୁ ନେଇକିରି ଘର ଭିତରେ ପୁରେଇକି ନିଆଁ ଜାଳି ଦେଇକି ମାରିଦେବ, ତମେ ବିଶ୍ୱାସ କ'ଣ? ତୁଳସୀଦାସ କହିଲେ ଶ୍ରଦ୍ଧା ବିଶ୍ୱାସ ରୂପେଣ। ଏଇ ସମାଜର କଥା ମୁଁ କହୁଛି, ମୁଁ କାହାକୁ ଆକ୍ଷେପ କରି କହୁନି। ଆଉ ଯଦି ମୁଁ ଆକ୍ଷେପ କରି କହେ ତମେ ମୋର କ'ଣ କରିବ? ଯଦି ମୋ ଇଚ୍ଛା ହେବ ମୁଁ ତମକୁ ଡାଇରେକ୍ଟ କହିବି, ତମେ ଏଭଳି ଭୁଲ ଜୀବନରେ କଲ କାହିଁକି? ଗୋଟେ ନାରୀର ଆଖିରୁ ଲୁହ ବୁହାଇ ତୁମେ ଜୀବନରେ ପାଇଛ କ'ଣ? ପାଇବ କ'ଣ?
ତେଣୁ ଶେଷରେ ତମକୁ ପଶ୍ଚାତାପ କରିବାକୁ ପଡ଼ିବ। ସେ ପଶ୍ଚାତାପର ପୁଟୁଳି ବନ୍ଧା ହେଇକିରି 2 ବର୍ଷ ହେଲା ରହିଛି। ତାକୁ ଟିକେ ମୁଁ ଫିଟେଇନି, କୋଉନ ଫିଟେଇ ଦେଲେ ସବୁ ତୁମେ ଜାଣିପାରିବ। ତେଣୁ ଭଲ ମଣିଷ ହୁଅ, ଭଲରେ ରୁହ। ଏ ନିଶା, ମାଦକ, ନାରୀ, ଅର୍ଥ ଇଏ ତମର ସବୁ କ'ଣ କରିବ? ମୋ ସାଙ୍ଗରେ ପାଠ ପଢ଼ୁଥିବା ଜଣେ ରୋହିତ ଦାସ ବୋଲି ଜଣେ କଣ୍ଟ୍ରାକ୍ଟର, ସବୁ ଆମ ଗୋଟିଏ ବ୍ୟାଚର ପିଲା। ଆମେ ଭାରତ ବର୍ଷ ସେ ଗୋଟେ ବିରାଟ କଣ୍ଟ୍ରାକ୍ଟର ହେଇଗଲା। କରୋନା ଧଇଲା, ଥରେ ଭଲ ହେଇଗଲା, ପୁଣି ଆଉ ଥରେ ଧଇଲା। ଗୋଟେ ସ୍ୱତନ୍ତ୍ର ପ୍ଲେନ୍ ରିଜର୍ଭ ହେଲା, ଉଡ଼ାଜାହାଜ। ତା ଭିତରେ ଡାକ୍ତର, ନର୍ସ ସବୁ ଗଲେ ତାକୁ ଟ୍ରିଟମେଣ୍ଟ କରିବା ପାଇଁ, ପଇସା ଅଛି। ଠିକ୍ ଦିଲ୍ଲୀ ଷ୍ଟେସନରେ ପ୍ଲେନ୍ ଯେତେବେଳେ ଲ୍ୟାଣ୍ଡିଂ କଲା, ସେତେବେଳେ ଆଙ୍କ ପ୍ରାଣବାୟୁଟି ପୁଣି ଉଡ଼ିକି ପଳେଇଲା। ତାହେଲେ ଅର୍ଥର ମୂଲ୍ୟ କ'ଣ? ତେଣୁ ଅର୍ଥ, ଠାକୁର ଅନୁକୂଳ କେତେ ସୁନ୍ଦର କଥାଟିଏ କହିଥିଲେ, ତାକୁ କିଏ ମାନୁଛି କି ନାହିଁ ମୁଁ କହିବି, ମୁଁ ତ ମାନୁଛି। ଆଉ ଅର୍ଥ, ଯଶ, ମାନ, ବାୟା କହିଲେ ଲାଭ, ପୂଜା, ପ୍ରତିଷ୍ଠା। ଆକୁ ସବୁ ତ୍ୟାଗ ନ କଲେ ତୁମେ ଜୀବନରେ କାହାରି ହେଇପାରିବନି। ଶେଷରେ ଆଇଛ, ବୋଝେ ଖାଇବ, ଆଉ କ'ଣ ଗୋଟେ ଭଲ କି ଗୋଟେ ପିଆ ପିଇ କରି ଶୋଇବ, ସକାଳେ ଉଠିବ, ତାପରେ ଯେଉଁ କଥାକୁ ସେଇ କଥା। ଏମିତି ହେଇକି ଦୁନିଆରୁ ଯିବ। ତମକୁ କିଏ ମନେ ରଖିବ? ତମ ଇତିହାସ କେଉଁଠି କିଏ ପଢ଼ିବ କାହିଁକି? ଏଇସବୁ କଥା ମୋର ମନେ ପଡ଼ୁଛି। ଯାହା ମନେ ପଡ଼ିବ ଏଣିକି ମୁଁ ଲେଖିବି। ଆଉ ତେଣୁ ସଜ୍ଜନ, ଭଲ ମନର ମଣିଷଟିଏ ହୁଅ, ଏତିକି ନିବେଦନ କରି ରହୁଛି। ଜୟ ଜଗନ୍ନାଥ, ଜୟ ହନୁମାନ।